नमस्कार फ्रेंड, जय जगन्नाथ। आसंत जानिबा शीतल षष्ठी विषय रे। शीतल षष्ठी कौन? शीतल षष्ठी ହେଉଛି ଓଡ଼ିଶାର ଏକ ପ୍ରସିଦ୍ଧ ପୌରାଣିକ ଓ ଧାର୍ମିକ ପର୍ବ, ଯାହା ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବ ଭାବରେ ପାଳନ କରାଯାଏ। ଏହି ପର୍ବ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରେ ଆୟୋଜିତ ହୁଏ। ବିଶେଷ କରି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ଓଡ଼ିଶାର ସୋନପୁର ଏବଂ ଭୁବନେଶ୍ୱର ଆଦି ଅଞ୍ଚଳରେ ଏହା ବହୁତ ଧୁମଧାମରେ ପାଳନ କରାଯାଏ। ଏହି ପର୍ବରେ ଶିବ ପାର୍ବତୀଙ୍କ ବିବାହକୁ ମାନବ ବିବାହ ପରି ଅତ୍ୟନ୍ତ ଭବ୍ୟ ଭାବରେ ଅନୁଷ୍ଠିତ କରାଯାଏ। ଆସନ୍ତୁ ଜାଣିବା ପୌରାଣିକ କଥା। ପୁରାଣ ଅନୁସାରେ ମାତା ସତୀ ତାଙ୍କ ପିତା ଦକ୍ଷଙ୍କ ଯଜ୍ଞରେ ଅପମାନ ସହି ପାରିନଥିବାରୁ ଯୋଗାଗ୍ନିରେ ଦେହ ତ୍ୟାଗ କରିଥିଲେ। ଏହାପରେ ଭଗବାନ ଶିବ ଗଭୀର ତପସ୍ୟାରେ ଲୀନ ହୋଇଗଲେ। ଦେବତାମାନେ ଅସୁରମାନଙ୍କ ଅତ୍ୟାଚାରରେ ପୀଡ଼ିତ ହୋଇ ବ୍ରହ୍ମା ଓ ବିଷ୍ଣୁଙ୍କ ନିକଟରେ ପ୍ରାର୍ଥନା କଲେ। ବ୍ରହ୍ମା ଓ ବିଷ୍ଣୁଙ୍କ ନିକଟରେ ପ୍ରାର୍ଥନା କରିବା ପରେ ସେହି ସମୟରେ ମାତା ସତୀ ହିମାଳୟ ରାଜାଙ୍କ ଘରେ ପାର୍ବତୀ ରୂପରେ ଜନ୍ମଗ୍ରହଣ କରିଥିଲେ। ଶୈବରୁ ପାର୍ବତୀଙ୍କ ମନରେ ଶିବଙ୍କୁ ପତି ରୂପରେ ପାଇବାର ଇଚ୍ଛା ଥିଲା। ସେ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ। ଶେଷରେ ଶିବ ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ପାର୍ବତୀଙ୍କୁ ପତ୍ନୀ ଭାବରେ ଗ୍ରହଣ କରିଥିଲେ। ଏହି ଦିବ୍ୟ ବିବାହକୁ ସ୍ମରଣ କରି ଶୀତଳ ଷଷ୍ଠୀ ପାଳନ କରାଯାଏ। ଶୀତଳ ଷଷ୍ଠୀ ନାମ କାହିଁକି କୁହାଯାଏ? ଶୀତଳ ଷଷ୍ଠୀ ଜ୍ୟେଷ୍ଠ ମାସ ବର୍ଷର ସବୁଠାରୁ ଉଷ୍ଣ ସମୟ। ଏହି ସମୟରେ ଲୋକମାନେ ବର୍ଷ ସାରା ବର୍ଷା ଆସିବାକୁ ଅପେକ୍ଷା କରନ୍ତି। ଲୋକ ବିଶ୍ୱାସ ଅନୁଯାୟୀ ଭଗବାନ ଶିବ ଗ୍ରୀଷ୍ମର ପ୍ରଚଣ୍ଡ ଉତ୍ତାପର ପ୍ରତୀକ ଓ ମାତା ପାର୍ବତୀ ପ୍ରଥମ ବର୍ଷାଧାରାର ପ୍ରତୀକ। ଉଭୟଙ୍କ ମିଳନ ପରେ ପୃଥିବୀ ଶୀତଳ ହୁଏ ଏବଂ ବର୍ଷା ଆସେ। ସେଥିପାଇଁ ଏହି ବର୍ଷକୁ ଶୀତଳ ଷଷ୍ଠୀ ବୋଲି କୁହାଯାଏ। ଶୀତଳ ଷଷ୍ଠୀର ପ୍ରମୁଖ ରୀତିନୀତି। ଶୀତଳ ଷଷ୍ଠୀର ସବୁଠାରୁ ବଡ଼ ବିଶେଷତା ହେଉଛି ଯେ ଏଠାରେ ଶିବ ଓ ପାର୍ବତୀଙ୍କ ବିବାହକୁ ସାଧାରଣ ମଣିଷଙ୍କ ପରି ବିବାହ ପରି ପାଳନ କରାଯାଏ। ବର ଓ କନ୍ୟା ପରିବାର ଚୟନ ପ୍ରତିବର୍ଷ କୌଣସି ଭକ୍ତ ପରିବାର ଶିବଙ୍କ ବାପା ମା ଭୂମିକା ନେଇଥାନ୍ତି ଏବଂ ଅନ୍ୟ ଏକ ପରିବାର ପାର୍ବତୀଙ୍କ ବାପା ମା ଭୂମିକା ନେଇଥାନ୍ତି। ସେମାନେ ବିବାହର ସମସ୍ତ ଦାୟିତ୍ୱ ଗ୍ରହଣ କରନ୍ତି। ଏବେ ନିର୍ବନ୍ଧ ବିବାହ ପୂର୍ବରୁ ଉଭୟ ପକ୍ଷରେ ମଧ୍ୟରେ ନିର୍ବନ୍ଧ କିମ୍ବା ବାହାଘରର ନିଶ୍ଚିତକରଣ ହୋଇ ପାନ ଗୁଆ ଓ ବିଭିନ୍ନ ଉପହାର ଦିଆଯାଏ। ଶିବ ବରାତି। ଏଥର ଶିବ ବରାତି ଆସନ୍ତୁ ଜାଣିବା। ବିବାହ ଦିନ ଭଗବାନ ଶିବଙ୍କ ବରାତି ବାହାରେ ଶିବଙ୍କ ରଥ ସାମ୍ନାରେ ଡୋଲ, ନିଶାନ, ଘଣ୍ଟ, ଶଙ୍ଖ, ନୃତ୍ୟ ଓ ସଙ୍ଗୀତ ସହ ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ। ନମ୍ବର 4, ଦିବ୍ୟ ବିବାହ। ମନ୍ଦିର କିମ୍ବା ନିର୍ଦ୍ଧାରିତ ସ୍ଥାନରେ ବେଦ ମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ଶିବ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୁଏ। କନ୍ୟାଦାନ, ହୋମ, ମାଳା ବଦଳ ଓ ଅନ୍ୟାନ୍ୟ ବୈଦିକ ରୀତି ପାଳନ କରାଯାଏ। ଏମିତି ହୋଇଥାଏ ଶିବଙ୍କ ବିବାହ। ନଗର ପରିକ୍ରମା। ଏଥର ଜାଣନ୍ତୁ ନଗର ପରିକ୍ରମା କେମିତି କରାଯାଏ। ବିବାହ ପରେ ଶିବ ଓ ପାର୍ବତୀଙ୍କ ମୂର୍ତ୍ତିକୁ ରଥରେ ବସାଇ ନଗର ପରିକ୍ରମା କରାଯାଏ। ଲକ୍ଷାଧିକ ଭକ୍ତ ଏହି ଯାତ୍ରା ଦର୍ଶନ କରିଥାନ୍ତି। ସମ୍ବଲପୁରର ଶୀତଳ ଷଷ୍ଠୀ। ଓଡ଼ିଶାରେ ସମ୍ବଲପୁରର ଶୀତଳ ଷଷ୍ଠୀ ସବୁଠାରୁ ପ୍ରସିଦ୍ଧ। ପ୍ରାୟ 400 ବର୍ଷରୁ ଅଧିକ ସମୟ ଧରି ଏଠାରେ ଏହି ପର୍ବ ପାଳିତ ହୋଇ ଆସୁଛି। ସମଗ୍ର ସହର ଏକ ବିବାହ ଉତ୍ସବର ରୂପ ନେଇଥାଏ। ଦେଶର ବିଭିନ୍ନ ଅଞ୍ଚଳରୁ କଳାକାରମାନେ ଆସି ନୃତ୍ୟ ପ୍ରସଙ୍ଗ
ସଙ୍ଗୀତ ଓ ଝାଙ୍କି ପ୍ରଦର୍ଶନ କରନ୍ତି। ଧାର୍ମିକ ମହତ୍ତ୍ୱ ଶୀତଳ ଷଷ୍ଠୀ କେବଳ ଏକ ଉତ୍ସବ ନୁହେଁ, ଏହା ଭକ୍ତି, ତ୍ୟାଗ ଓ ଦାମ୍ପତ୍ୟ ଜୀବନର ପବିତ୍ରତାର ପ୍ରତୀକ। ଶିବ ଓ ପାର୍ବତୀଙ୍କ ମିଳନ, ଶକ୍ତି ଓ ଶିବତତ୍ତ୍ୱର ଏକତାକୁ ଦର୍ଶାଯାଏ। ଏହି ଦିନ ଉପବାସ ଓ ପୂଜା କଲେ ବିବାହିତ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି। ଅବିବାହିତା ଝିଅମାନେ ଯୋଗ୍ୟ ବର ପ୍ରାପ୍ତି ପାଇଁ ଏହି ବର ପାଳନ କରନ୍ତି। ଘରେ ଶାନ୍ତି, ସୁଖ ଓ ସମୃଦ୍ଧି ବୃଦ୍ଧି ହୁଏ ବୋଲି ମାନ୍ୟତା ଅଛି। ସାମାଜିକ ମହତ୍ତ୍ୱ ଶୀତଳ ଷଷ୍ଠୀ ସମାଜରେ ଏକତା ଓ ଭାଇଚାରା ବାର୍ତ୍ତା ଦିଏ। ଏହି ପର୍ବରେ ଧନୀ ଗରିବ, ଜାତି ଧର୍ମ ବିଶେଷରେ ସମସ୍ତେ ଅଂଶଗ୍ରହଣ କରନ୍ତି। ସମସ୍ତେ ମିଶି ବିବାହ ଉତ୍ସବର ବ୍ୟବସ୍ଥା କରନ୍ତି। ଏହି ସାମାଜିକ ସଦ୍ଭାବ ଓ ସାଂସ୍କୃତିକ ଏକତାର। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ ଏମିତି ଭକ୍ତିମୟ ଭିଡ଼ିଓ ଦେଖିବା ପାଇଁ। ଆଉ କମେଣ୍ଟ ମାଧ୍ୟମରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ।